अरे तबे कोठी हसी गल गोटे अपारक समीर अपारक पड़िया ताको एमिति ठकी देई गला जे ना तम बिना बंची पारुची ना मरी पारुची सेठी लगू तमको मना करूची मो कथा सुनिलनी निज लोकर खुशी पाई निजे बळी पड़ित आउ एमिति गोटे स्वामी तुम किसी नहीं अतीत को मन पकाई वर्तमान को नष्ट करदे जीवन नुहे आलो जी गला आखिर ढोलाई कि लाभ हेनी बर तू आभा को भूली जा आभा को भूली जी मो निज को भूली जाए किंतु आभा तो नुहे आभा मो जीवन कानवास एमती एक छाप पकई बोलवा आदौ सहज नुहे अरे मु तो गोटे बाहागर ठीक कर सारी से झीटा आभा ठारू आहरी सुंदरी आ तो ठीक मैच कर जाने बापा तमें चाहिए शहे सुंदरी आनी मो आगे ठिया कर भर मो आभा नचब ना केवल मो आभा को चाहे आई वांट ओनली माय आभा हेलो विश्वास अरे एक दिन पर्यंत तुमको मुझे जोड़ी जोड़ी दिन राति एक कर अरे तमर कोन मो मन पड़े केमिति तमे पूरा मो 7 जन्मर जीवन साथी मन दे पूरा मो तुमको भला पाइतली ए से दिनर से घटना पाई मो तुमको एते तिरस्कार कली तमे कोन मो ऊपर रागी ना अरे रागी कहि से दिनर तिरस्कार थिला ओ अयोग्य पलिया मो अपरंग पलिया पाई से दिन मते चपले मारी मो आपत्ति करी नता नायलो से दिन मो तुमको केते कथा कहते आ सेति पय मनु तप्त चलो देखिबो चलो मु केन हम सोइबा गले तम अनुपस्थित रे तू तम स्मृतिर चित्र आंकी ओ निज मन को बुझे बंची चलो चलो देखिबो चलो अरे चलो क्या हो ओ मातो तो सोइबा घर दूर कथा मो घर एरुंदी भी मारी बोली आई बाबा कौन भाई अरे से बाहर चाली राती कोटई एसी चाल्या बोरे से ने तोता भी है नथिबो तार कोई फोटो दबो के तू से दिन मते कहिथिलो ओ सरे आसला बोले आभा कोडे हजि जाईछि आ हजिबार 4 दिन परे से जेतेबेले घर को करिछि से ता सतीत्वर ता चरित्र प्रमाण दे परिबो ओ से दे परिबो मेडिकल टेस्ट करानो पाई बहु पराची दितो नहीं मो चरित्र सतीत्व प्रमाण दे परिबिनी आई के मेडिकल टेस्ट पर भी करे दे परिबिनी आई की बहुआ कोन पाई
ଅଛି ବରଂ ଭଲ ହବ ଏ ସାଇ ଲୋକ କେହି ଜାଣିବା ପୂର୍ବରୁ ଆଭା ଏ ଗାଁ ଛାଡ଼ି ଚାଲି ଯାଉ। ନାଇଁ ବାପା ନାଇଁ, ମୁଁ ବାପାକୁ ଛାଡ଼ିକି ରହିପାରିବିନି। ନାଇଁ ବାପା। ଆରେ ଆ ପୂର୍ବରୁ ମୁଁ ତତେ ଅନୁରୋଧ କରୁଛି ସାଇ ଲୋକ କେହି ଜାଣିବା ପୂର୍ବରୁ ଏଇଟା ଘର ଛାଡ଼ି ଚାଲି ଯାଉ ଏଇଟା। ଗୋଟେ ଜାନୁଆର କିନ୍ତୁ ଆଜି ମଦ ପିଇ ମାର୍କେଟରେ ଘୁରିବା ତା କାମ। ଆଉ ତମ ପାଇଁ ସୁନ୍ଦର ସ୍ତ୍ରୀକି ପାଖରେ ପାଇ ତମ ଯେ କିଛି ଚେତନା କରିଥିବ ସେଟା କହିପାରିବ କିଏ? ତମେ ଯାହାକୁ ଅମୃତ ବୋଲି କହୁଛ ସେ ଅମୃତ ନୁହନ୍ତି, ସେ ତମ ପାଇଁ ଦେବତା। ଠିକ ଆସିଛ? ହ୍ୟାଲୋ, ତମେ ଭାବୁଛ ନା ଉଲ୍କା ସହିତ ମୋର ସମ୍ପର୍କ କଣ? ସେ ଉଲ୍କା ସହିତ ତମ ସମ୍ପର୍କ? ଭଗବାନ ଆଉ ଦାସୀର ସମ୍ପର୍କ। ସିଏ ତମ ଜୀବନରେ ଦେବଦୂତ ସାଜି ମୋତେ ବଞ୍ଚିବାର ନୂଆ ରାହ ଦେଖେଇଛନ୍ତି। ଆଉ ଆଜି ଯଦି ମୁଁ ତମ ପାଖକୁ ଫେରି ଆସିଥାଏ କେବଳ ତାଙ୍କରି ପାଇଁ ଫେରି ଆସିଥାଏ। ଶୁଣ, ଚାଲି ଯାଅ, ଆମ ଦେବତାକୁ ଚାଲି ଯାଅ। ତା ସହିତ ସାରା ଜୀବନ ଆଉ ଘର ସୁଧାର କର। ସାଇ ଲୋକ କେହି ଜାଣିବା ପୂର୍ବରୁ ତମେ ଗାଁ ଛାଡ଼ି ଚାଲି ଯାଅ। ନାଇଁ, ଆବା କୁଆଡ଼େ ଯିବନି। ଆବା ଏଇଠି ରହିବ। ଆବା କୁଆଡ଼େ ଯିବନି। ତାହେଲେ ଶୁଣ ମୋ କଥା, ଆଭା ଯଦି ଏ ଘରେ ରହିବ ତାହେଲେ ଏ ଘରୁ ମୋ ଶବ ଉଠିବ। ମୋ ଜନ୍ମ ଥିଲା ବାଦବ ଯେତେବେଳେ ତାଙ୍କ ନିଷ୍ପତ୍ତି ଶୁଣିଛି, ମୁଁ କି ନିଷ୍ପତ୍ତି ଶୁଣିବି? ସିଏ ପରା ମୋ ଶାସ୍ତ୍ର କହେ ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପ୍ରତିମା ବନେ ପ୍ରିୟନ୍ତି ସର୍ବଦେବତା। ସେ ଦେବତୁଲ୍ୟ ପିତାଙ୍କ ନିଷ୍ପତ୍ତିକୁ ମୁଁ ଉଲ୍ଲଂଘନ କରିବି କେମିତି? ଏଟା ଶୁଣିଲେ ତ ଅଜ୍ଞାନ କାହିଁକି? ଯାଅ ଯାଅ। ମଣିଷ ମାନଙ୍କୁ ମୁଁ ସ୍ୱାଗତ କରି ରହିପାରୁନି। ଆରେ ଯୋଉ ମଣିଷଟା ତମ ମାନଙ୍କ ପାଇଁ ତା ଜୀବନକୁ ତିଳ ତିଳ କରି ଜାଳିଦେଲା, ତମେ ତାକୁ ପାଦରେ ହାଣି ଦେଇ କରୁଛ। ଆରେ ଯା ତୋ ଭଳିଆ ପଚରା ପଚରା ଭଦ୍ର ଲୋକ ଏଠି ଦରକାର ନାହିଁ। ଆବେ କେତେ ନମ୍ବର ପାଇବାନି ତୁ? ଆରେ ଯେଉଁ ବଂଶଟା ତା ସୁନା ଅଳଙ୍କାର ବନ୍ଧା ପକେଇ ତତେ ପାଠ ପଢେଇଲା, ତୁ ତାକୁ ଅସତୀ ସଜାଇ ଦେଲୁ ଆଉ ତାକୁ ହାତ ଦେଇ ମାର ମାରି ପାରୁଛୁ। ଅଯଥା ଏ ଘରେ ବିଶୃଙ୍ଖଳା ସୃଷ୍ଟି ନ କରି ଯେତେ ଶୀଘ୍ର ପାନ୍ଥଇଟାକୁ ନେଇ ଘରୁ ଚାଲିଯାଅ ଏଠାରୁ। ଏ ବୁଢାଟା ତମ ପାଖରେ ହାତ ଧରୁଛି ବାବୁ। ସାରି ରାତିରେ ମଜା ନେଇଛ, କୋରରୁ ବହୁ ସରିଲା ପରେ ତାକୁ ଟିକେ ଫୋପାଟ ମାରିଛୁ। ଶୁଣ, ଯେତେ ଶୀଘ୍ର ପାରୁଛୁ ଏ ବେଶ୍ୟାଟାକୁ ବହୁ ଚାକିରି ଚାଲିଯା। ଚାଲ ଚାଲ। ଆରେ କଣ ପାଇଁ ଏଠି ଠିଆ ହୋଇ ରହିଲୁ? ଆରେ କୋଉ ସୁଖ ପାଇବା ଆଶା ତୁ ଏଠି ଠିଆ ହୋଇ ରହିଲୁ? ମୁଁ ତତେ କଥା ଦଉଛି, ସାରା ଜୀବନ ମୁଁ ତତେ ମୋ ଭଉଣୀ ପରି ମୋ ପାଖରେ ରଖିବି। ଆରେ ଚାଲ। ଆରେ ଭାବୁଛୁ କଣ ତୁ?
ପୁଣି କଣ କହିବ? ଅଯୋଧ୍ୟାର ଦଶରଥ ଯେତେବେଳେ ପ୍ରଜାଙ୍କ ଅପନିନ୍ଦାକୁ ଡରି ସତୀ ସୀତାଙ୍କୁ ଅଯୋଧ୍ୟା ଛାଡ଼ିଯିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି, ଯେତେବେଳେ ଅନୁଜ ଲକ୍ଷ୍ମଣ ସତୀ ସୀତାଙ୍କୁ ଅସତ୍ୟ ଆଖ୍ୟା ଦେଇ ସାରିଛି, ସେତେବେଳେ ନିରୁପାର ରାମଚନ୍ଦ୍ରଟା କି ନିଷ୍ପତ୍ତି ଶୁଣେଇବ? ଆରେ ଓଡ଼ିଆ ଘରୋଇର କର୍ତ୍ତବ୍ୟ କରିବାକୁ ଯାଇ ତମେ ତ ଭୁଲ କରିଛ। ଏ ବାବା, ଆରେ ତମେ କୁହ, ଏଥିରେ ତମର ଦୋଷ ନା ମୋର ଦୋଷ?